ସୁଭଦ୍ରା ଯୋଜନାରେ ଆଉ ଏକ ନୂଆ ଅପଡେଟ୍ ଆରମ୍ଭ ହେଲା। ଆପଣମାନେ ଜାଣିଛନ୍ତି କିଛି ଦିନ ପୂର୍ବରୁ ବହୁତ ହିତାଧିକାରୀମାନେ ଅଜାଣତରେ ଅପସନ୍ ଆଉଟ୍ କରିଦେଇଥିଲେ। ତେବେ ଏହି ଅପସନ୍ ଆଉଟ୍ ବଦଳରେ ଏବେ ଆସିଯାଇଛି ଅପସନ୍ ଇନ୍। ଏନେଇ ମଧ୍ୟ ସରକାରଙ୍କ ତରଫରୁ ଆଉ ଏକ ବଡ଼ ଅପଡେଟ୍ ଜାରି ହେଲା, ଯାହା ବିଷୟରେ ଆମେ ଜାଣିବା। ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଯଦି ଆପଣମାନେ ବି ଟଙ୍କା ମଧ୍ୟ ପାଇନାହାନ୍ତି। ତା ପୂର୍ବରୁ ଭିଡ଼ିଓକୁ ଲାଇକ୍ କରିଦିଅନ୍ତୁ, ସବସ୍କ୍ରାଇବ୍ କରିନଥିଲେ ଏବେ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। ଯେମିତିକି ଆପଣ ଚାହିଁଲେ ଏହାର ଯେଉଁ ପୋର୍ଟାଲ ରହିଛି subhadra.odisha.gov.in ଏ ପୋର୍ଟାଲ ମଧ୍ୟ ଭିଜିଟ୍ କରିପାରିବେ। ଜାଣି ରଖନ୍ତୁ ଫାଷ୍ଟ ଅଫ୍ ଅଲ୍ ତ ଏଥିରେ ଯେଉଁ ଆପଣ ଦେଖନ୍ତୁ ବ୍ୟାଙ୍କ ଆକାଉଣ୍ଟ ସଚଳ କିମ୍ବା ଅପଡେଟ୍ ଆବଶ୍ୟକ ତାଲିକା ମାନେ ଯେଉଁମାନେ ରିଜେକ୍ଟ ହେଇଛି ସେ ମଧ୍ୟ ତାଲିକାରେ ଆପଣ ନାମ ଦେଖିପାରିବେ। ସେମାନଙ୍କୁ ମଧ୍ୟ EKYC କରିବାକୁ ତ ପଡ଼ିବ। ଏହା ଛଡ଼ା କିଛି ଦିନ ପୂର୍ବରୁ ଏକ ଅପସନ୍ ଆଉଟ୍ ଅପସନ୍ ଆସିଥିଲା, ଯାହାକୁ ଯେଉଁମାନେ ଭୁଲରେ କରିଦେଇଥିଲେ ତ ସେମାନେ ବି ଚାହୁଁଛନ୍ତି ଅପସନ୍ ଇନ୍ କରିବା ପାଇଁ ବା ଆଉଥରେ ସେ ଯୋଜନାରେ ସାମିଲ ହେବା ପାଇଁ। ତ ଏଥିପାଇଁ ସରକାର ନୂଆ ଅପଡେଟ୍ ନେଇ ଆସିଛନ୍ତି। ଆପଣ ପୋର୍ଟାଲ ଭିଜିଟ୍ କଲା ପରେ 3 ଲାଇନରେ କ୍ଲିକ୍ କରିବେ। ଏଠି ଦେଖନ୍ତୁ ଏକ ଅଧିକାରୀଙ୍କ ଲଗଇନ୍ ରହିଛି, ଆଉ ଏକ ରହିଛି ଆବେଦନ ସ୍ଥିତି। ତ ମୁଁ କ'ଣ କରିବି, ଆବେଦନ ସ୍ଥିତିରେ କ୍ଲିକ୍ କରିବେ। এইଠି ଆପଣଙ୍କର ଆଧାର ନମ୍ବର ଦେବେ, ବକ୍ସ ଭିତରେ ଠିକ୍ ମାର୍କ ଲଗେଇକି ଲଗଇନ୍ରେ କ୍ଲିକ୍ କରିବେ। ଆପଣଙ୍କୁ OTP ଆସିବ। OTP ସବମିଟ୍ କଲା ପରେ ଆପଣଙ୍କୁ ଏବେ ନୂଆ ଅପସନ୍ ଦେଖିବାକୁ ମିଳିବ ଅପସନ୍ ଇନ୍। ବାସ୍ ଅପସନ୍ ଇନ୍ରେ ଯେମିତି ଆପଣ ଅପସନ୍ ଆଉଟ୍ କରିଥିଲେ ପୁଣି ବକ୍ସ ଭିତରେ ଠିକ୍ ମାର୍କ ଲଗେଇକି ଆପଣଙ୍କୁ ଏଥିରେ ଅପସନ୍ ଇନ୍ କରିବାକୁ ପଡ଼ିବ, ଯାହାକି ଆପଣ ଯେଉଁମାନଙ୍କର ଅପସନ୍ ଆଉଟ୍ କରିଥିବେ ସେଇ ଅପସନ୍ ମଧ୍ୟ ସେଇମାନଙ୍କୁ ଦେଖାଯିବ। ଏମିତି ନୁହେଁ କି ସମସ୍ତଙ୍କୁ ଏ ଅପସନ୍ ଦେଖାଯିବ ନୁହେଁ। ଯେଉଁମାନଙ୍କର ଅପସନ୍ ଆଉଟ୍ ହେଇଥିବ ସେମାନଙ୍କୁ এই ଅପସନ୍ ଇନ୍ କରିବା ପାଇଁ ଚାନ୍ସ ମଧ୍ୟ ଆଉ ଥରେ ଆସିଯାଇଛି। ତେବେ ଆପଣମାନେ ଜାଣିଲେ ସେୟାର କରି ସାଙ୍ଗସାଥିମାନଙ୍କୁ ଜଣାଇ ଦିଅନ୍ତୁ, ଯାହାକି ବଡ଼ ଖୁସି ଖବର। ଆପଣ ବି ଅପସନ୍ ଇନ୍ କରିଦିଅନ୍ତୁ। ଯଦି ଟଙ୍କା ପାଇନାହାନ୍ତି ତେବେ ଯେଉଁ ଜାନୁଆରୀ ମାସରେ ଆସିବାକୁ ଯାଉଛି ସୁଭଦ୍ରା ସ୍କିମ୍ର ଚତୁର୍ଥ ପର୍ଯ୍ୟାୟ ଟଙ୍କା ଆପଣମାନେ ବି ମଧ୍ୟ ପାଇପାରିବେ। ତେବେ ଏହି ୱେବସାଇଟ୍ର ଲିଙ୍କ୍ ମୁଁ ଡେସ୍କ୍ରିପ୍ସନ୍ରେ ଦେଇଦେବି, ଆପଣମାନେ ଯାଇ ମଧ୍ୟ ଚେକ୍ କରିଦେଇ ପାରିବେ।